ଆପଣଙ୍କୁ ସ୍ୱାଗତ। ଶେରଲକ୍ ହୋମ୍ସ କାହାଣୀ 8 ପୁସ୍ତକର ଏକ ନୂଆ କାହାଣୀକୁ ପୂର୍ବରୁ ଆମେ 3ଟି କାହାଣୀ ଶେଷ କରିଛେ। ଯେଉଁ କାହାଣୀ ଥିଲା ଶୂନ୍ୟ ଘର ବା ଏମ୍ପ୍ଟି ହାଉସ୍, ଦ୍ୱିତୀୟ କାହାଣୀ ଥିଲା ଏକାକୀ ସାଇକ୍ଲିଷ୍ଟ ବା ସଲିଟାରୀ ସାଇକ୍ଲିଷ୍ଟ, ତୃତୀୟ କାହାଣୀ ଥିଲା ନରୁଡର ମିସ୍ତ୍ରୀ ବା ନରୁଡ ବିଲ୍ଡର। ଆଜି ଆମେ ଆରମ୍ଭ କରିବା ଚତୁର୍ଥ କାହାଣୀ, ଯାହାର ନାଁ ହେଉଛି ଚିତ୍ରଲେଖା ବା ଡ୍ୟାନ୍ସିଂ ମେନ୍, ଦ ଆଡଭେଞ୍ଚର ଅଫ୍ ଡ୍ୟାନ୍ସିଂ ମେନ୍। ବା ଚିତ୍ର ମାଧ୍ୟମରେ କେମିତି ଏଇ କାହାଣୀ ମିଷ୍ଟେରିୟସ୍ କାହାଣୀଟା ସମାଧାନ ହେଇଛି ଆମେ ଦେଖିବା। କ'ଣ ଥିଲା ଆମେ ଦେଖିବା। ଏ ପୁସ୍ତକ ହେଉଛି ଦ ରିଟର୍ନ ଅଫ୍ ଶେରଲକ୍ ହୋମ୍ସ କାହାଣୀମାଳାର ଏକ ନୂଆ କାହାଣୀର ପ୍ରଥମ ଅଧ୍ୟାୟ, ଯାହାର ନାଁ ହେଉଛି ଚିତ୍ରଲେଖା ବା ଚିତ୍ର ମାଧ୍ୟମରେ କେମିତି କାହାଣୀ ଗତି କରୁଛି ଆମେ ଦେଖିବା। ତାପରେ କେମିତି ସଲ୍ଭ କରୁଛନ୍ତି ଶେରଲକ୍ ହୋମ୍ସ ଆଉ ତାଙ୍କ ସାଥୀମାନେ ଏହି ରହସ୍ୟମୟ କାହାଣୀକୁ, ଗୁଇନ୍ଦା କାହାଣୀ। ଚାଲନ୍ତୁ ଆମେ ଆରମ୍ଭ କରିବା। ଚିତ୍ରଲେଖା, ଦ ଡ୍ୟାନ୍ସିଂ ମେନ୍। କେତେ ଘଣ୍ଟା ଧରି ହୋମ୍ସ ଚୁପଚାପ ବସିଥାନ୍ତି। ତାଙ୍କ ଲମ୍ବା ପତଳା ପିଠି ଗୋଟେ କେମିକାଲ ପାତ୍ର ଉପରକୁ ଲଇଁ ପଡ଼ିଥାଏ। ସେ ପାତ୍ରରେ ସେ ଗୋଟେ ଦୁର୍ଗନ୍ଧ ଜିନିଷ ରାନ୍ଧୁଥାନ୍ତି। ମୁଣ୍ଡଟା ତାଙ୍କ ଛାତି ଉପରେ ପଶି ଯାଇଥାଏ। ସେ ମୋତେ ଗୋଟେ ବିଚିତ୍ର ଡେଙ୍ଗା ପକ୍ଷୀ ପରି ଦେଖାଯାଉଥାନ୍ତି। ହଠାତ୍ ସେ କହି ଉଠିଲେ, ତୁମେ ତାହେଲେ ଦକ୍ଷିଣ ଆଫ୍ରିକା ସୁନା ଖଣି ବ୍ୟବସାୟରେ ପଇସା ଖଟାଇବ ନାହିଁ ବୋଲି ଠିକ୍ କଲ, ୱାଟସନ୍। ତାମାନେ ଶେରଲକ୍ ହୋମ୍ସ ଗୋଟେ ଲ୍ୟାବୋରେଟୋରୀରେ କ'ଣ କେମିକାଲ କରୁଥିଲେ ବା ତାକୁ ରାନ୍ଧୁଥିଲେ, ଏକ୍ସପେରିମେଣ୍ଟ କରୁଥିଲେ। ସେ ୱାଟସନ୍କୁ ଦେଖିକି ଏଇ କଥା କହିଲେ। ତାପରେ କ'ଣ ହେଲା ଚାଲନ୍ତୁ ଦେଖିବା। ମୁଁ ବିସ୍ମୟରେ ଚମକି ପଡ଼ିଲି। ହୋମ୍ସଙ୍କ ଅସାଧାରଣ ପ୍ରତିଭା ସହିତ ମୁଁ ପରିଚିତ, କିନ୍ତୁ ମୋ ମନରେ ଗୋପନ ଭାବନାରେ ସେ ହଠାତ୍ କେମିତି ପ୍ରବେଶ କଲେ ମୁଁ ମୋଟେ ବୁଝିପାରିଲି ନାହିଁ। ପଚାରିଲି, ତୁମେ ସେ କଥା ଜାଣିଲ କେମିତି? ସେ ବସିଥିବା ଟୁଲଟା ଉପରେ ମୋ ଆଡ଼କୁ ଘୂରି ପଡ଼ିଲେ। ତାଙ୍କ ହାତରେ ଗୋଟେ ଟେଷ୍ଟ ଟ୍ୟୁବ୍, ସେଥିରୁ ବାଷ୍ପ ବାହାରୁଥାଏ। ଆଖିରେ ତାଙ୍କର ଆମୋଦର ଚିହ୍ନ। ସେ କହିଲେ, ତୁମେ ପୂରାପୂରି ବିସ୍ମିତ ହୋଇଯାଇଛ ବୋଲି ସ୍ୱୀକାର କର, ୱାଟସନ୍। ତାମାନେ ସେ ଏକ୍ସପେରିମେଣ୍ଟ କରୁଥିଲେ, କେମିକାଲ ଏକ୍ସପେରିମେଣ୍ଟ। ସେଇଠୁ ବୁଲି ପଡ଼ିକି ଏଇ କଥା କହିଲେ। ୱାଟସନ୍ କହୁଛନ୍ତି, ସ୍ୱୀକାର କରୁଛି। ସେଇ କଥା ଖଣ୍ଡେ କାଗଜରେ ଲେଖି ଦସ୍ତଖତ କର। କାହିଁକି? ତାମାନେ ସେ ମଜାକ କରୁଛନ୍ତି ଶେରଲକ୍ ହୋମ୍ସ ୱାଟସନ୍ଙ୍କ ସାଙ୍ଗରେ। କାରଣ 5 ମିନିଟ୍ ପରେ ତୁମେ କହିବ ଏଇଟା ଅତି ସହଜ। ନା, ମୁଁ ସେମିତି କିଛି କହିବି ନାହିଁ। ଟେଷ୍ଟ ଟ୍ୟୁବ୍ଟା ଥାକରେ ରଖିଦେଇ ଜଣେ ପ୍ରଫେସର କ୍ଲାସରେ ପିଲାଙ୍କୁ ବକ୍ତୃତା ଦେଲା ପରି ସେ କହିଲେ, ଦେଖ ୱାଟସନ୍, କେତେଗୁଡ଼ାଏ ଅନୁମାନ ବା ସିଦ୍ଧାନ୍ତ ଅତି ସହଜ। ପ୍ରତ୍ୟେକଟା ତା ପୂର୍ବବର୍ତ୍ତୀ ସିଦ୍ଧାନ୍ତ ଉପରେ ନିର୍ଭର କରୁଛି। ଏହିପରି କେତେକ ସିଦ୍ଧାନ୍ତ ଗ୍ରହଣ କରିବା ମୋଟେ କଷ୍ଟକର ନୁହେଁ। ତାହା କଲା ପରେ ଜଣେ ଯଦି ମୁଖ୍ୟ ସିଦ୍ଧାନ୍ତ ଗୁଡ଼ା ପାଇପାରେ ଆଉ ଦର୍ଶକମାନଙ୍କ ଆଗରେ ଆରମ୍ଭ ଏବଂ ଶେଷ ସିଦ୍ଧାନ୍ତ ଉପସ୍ଥାପନ କରେ, ତେବେ ତାହାର ଫଳ ବେଶ୍ ଚମକପ୍ରଦ ହେବ। ଏବେ ଦେଖ, ତୁମ ବାଁ ହାତ ବୁଢ଼ା ଆଙ୍ଗୁଠି ଆଉ ବିଶି ଆଙ୍ଗୁଠି ମଝିକୁ ଲକ୍ଷ୍ୟ କଲେ ତୁମେ ଦକ୍ଷିଣ ଆଫ୍ରିକା ସୁନା ଖଣିରେ ପଇସା ଖଟାଇବ ନାହିଁ ବୋଲି ଜାଣିବା ଆଦୌ କଠିନ ହେବ ନାହିଁ। ୟା ଭିତରେ କିଛି ସମ୍ପର୍କ ତ ମୁଁ ଦେଖିପାରୁନାହିଁ। ଦେଖି ନ ପାରିବା କଥା, କିନ୍ତୁ ମୁଁ ତୁମକୁ ଖୁବ୍ ଶୀଘ୍ର
ଏକ ଘନିଷ୍ଠ ସମ୍ପର୍କ ଦେଖାଇ ପାରିବି। ଏହି ସିଦ୍ଧାନ୍ତ ମାଳାର ଯାହା ସବୁ ଅଜଣା ସେ ହେଲା, ଏକରେ କାଲି ରାତିରେ ତୁମେ କ୍ଲବରୁ ଫେରିଲା ବେଳକୁ ତୁମ ବୁଢ଼ା ଆଙ୍ଗୁଠି ଆଉ ବିଶି ଆଙ୍ଗୁଠି ମଝିରେ ଚକ୍ ଚିହ୍ନ ଥିଲା। ଦ୍ୱିତୀୟରେ ତୁମେ ବିଲିଆର୍ଡ ଖେଳିଲା ବେଳେ ଷ୍ଟିକ୍ଟାକୁ ଜୋର ରଖିବା ପାଇଁ ସେ ଜାଗାରେ ଚକ୍ ଲଗାଅ। ତୃତୀୟ ହେଲା ତୁମେ କେବଳ ଥର୍ଷ୍ଟନ୍ଙ୍କ ସାଥିରେ ବିଲିଆର୍ଡ ଖେଳ। ଚତୁର୍ଥ ହେଲା 4 ମାସ ତଳେ ତୁମେ ମୋତେ କହୁଥିଲ ଥର୍ଷ୍ଟନ୍ ତୁମକୁ ଏଇ ଦକ୍ଷିଣ ଆଫ୍ରିକା ବ୍ୟବସାୟ କଥା କହୁଥିଲେ। ସେଥିପାଇଁ ମୋଟେ ମାସେ ସମୟ ଥିଲା। ତୁମେ ତାଙ୍କ ସାଥିରେ ଅଂଶୀଦାର ହେବା ପାଇଁ ସେ ତୁମକୁ କହିଥିଲେ। ପଞ୍ଚମ କଥା ହେଉଛି ତୁମ ଚେକ୍ ବହି ମୋ ଡ୍ରୟର ଭିତରେ, ଆଉ ତୁମେ ମୋତେ ଚାବି ମାଗିନାହଁ। ଷଷ୍ଠ କଥା ହେଉଛି ଏ ବ୍ୟବସାୟରେ ତୁମେ ପଇସା ଖଟାଇବ ନାହିଁ ବୋଲି ଠିକ୍ କରିଛ। ମୁଁ କହି ଉଠିଲି, ବାସ୍ତବିକ କେଡ଼େ ସହଜ। ଟିକିଏ ରାଗିଲା ପରି ସେ କହିଲେ, ନିଶ୍ଚୟ ସହଜ। ଯେକୌଣସି ବିଷୟ ତୁମକୁ ବୁଝାଇ ଦେଲା ପରେ ସେଇଟା ପିଲା ଖେଳ ଭଳି ସହଜ ହୋଇଯାଏ। ଏଇ ଗୋଟେ ଦୁର୍ବୋଧ୍ୟ ସମସ୍ୟା। ଏଥିରୁ ତୁମେ କ'ଣ ବୁଝୁଛ ଦେଖିଲ? ସେ ଖଣ୍ଡେ କାଗଜ ଟେବୁଲ ଉପରେ ରଖିଦେଇ ତାଙ୍କ ରସାୟନିକ ବିଶ୍ଳେଷଣରେ ପୁଣି ଥରେ ଲାଗିଗଲେ। ମୁଁ କାଗଜର ଅସଙ୍ଗତ ଚିତ୍ରଲିପି ଗୁଡ଼ା ଦେଖି ବିସ୍ମିତ ହୋଇ କହିଲି, କାହିଁକି ହୋମ୍ସ, ଏଗୁଡ଼ା କୌଣସି ଛୋଟ ପିଲାର ଚିତ୍ରାଙ୍କନ? ଓହୋ, ଏଇ ତେବେ ତୁମ ଧାରଣା? ତା ଛଡ଼ା ଆଉ କ'ଣ ହୋଇପାରେ? ଏ ଦେଖନ୍ତୁ, ଏଇ ଯେଉଁ ଚିତ୍ର ଲେଖା ଗୁଡ଼ା ହେଇଛି, ଚିତ୍ର ମାଧ୍ୟମରେ ଏଇ ଭଳିଆ ଲେଖା ସବୁ ଥିଲା। ସେ କାଗଜରେ ଦେଖିବା କ'ଣ ହେଲା। ଏଇଠି ଦେଖିବା କ'ଣ ହେଲା। ଠିକ୍ ସେଇ କଥା ଜାଣିବାକୁ ନର୍ଫୋକର ରେଡଲିଂଥର୍ପର ମିଷ୍ଟର ହିଲ୍ଟନ୍ କ୍ୟୁବିଟ୍ ବିଶେଷ ବ୍ୟଗ୍ର। ଠିକ୍ ସେଇ କଥା ଜାଣିବାକୁ ନର୍ଫୋକ୍ ହେଉଛି ଗୋଟେ ଜାଗା, ତାର ରେଡଲିଂଥର୍ପର ମିଷ୍ଟର ହିଲ୍ଟନ୍ କ୍ୟୁବିଟ୍ ବିଶେଷ ଆଗ୍ରହ। ତାଙ୍କ ନାଁ ହେଉଛି ହିଲ୍ଟନ୍ କ୍ୟୁବିଟ୍, ଯିଏକି ଏଥିରେ ଆଉ ଜଣେ ନୂଆ କ୍ୟାରେକ୍ଟର ବା ଚରିତ୍ର ଆସିଲେ। ହିଲ୍ଟନ୍ କ୍ୟୁବିଟ୍ ଏଇ ଛୋଟ ଗୋଲକ ଧନ୍ଦାଟି ସେ ପ୍ରଥମେ ପଠାଇ ଦେଇଛନ୍ତି। ତାପରେ ଟ୍ରେନ୍ରେ ସେ ଆସିବା କଥା। ଏଇ ତ କଲିଂ ବେଲ୍ ବାଜିଲା ୱାଟସନ୍। ସେ ଆସି ପହଞ୍ଚିବା ବିଚିତ୍ର ନୁହେଁ। ତାମାନେ ସେ ହିଲ୍ଟନ୍ କ୍ୟୁବିଟ୍ ଆସିକି ପହଞ୍ଚିଲେ। ପାହାଚ ଉପରେ ଜୋର ପାଦ ଶବ୍ଦ ଶୁଣାଗଲା। ତାପରେ ଡେଙ୍ଗା ଗୋରା ତକତକ ଭଦ୍ରଲୋକ ଘର ଭିତରକୁ ପଶି ଆସିଲେ। ତାଙ୍କ ଉଜ୍ଜଳ ଆଖି ଆଉ ରକ୍ତିମ ଚିବୁକରୁ ଜଣାଗଲା ସେ ବେକର ଷ୍ଟ୍ରିଟ୍ର କୁହୁଡ଼ିଆ ପରିବେଶଠାରୁ ଦୂରରେ ରହନ୍ତି। ଆମ ସହିତ ବେକର ଷ୍ଟ୍ରିଟ୍ ମାନେ ସେର୍ଲକ୍ ହୋମ୍ସ ଆଉ ୱାଟସନ୍ ଯେଉଁଠି ରହୁଛନ୍ତି, ସେ ଜାଗାର ନାଁ ହେଉଛି ବେକର ଷ୍ଟ୍ରିଟ୍। ଆମ ସହିତ କରମର୍ଦ୍ଦନ କରି ସେ ବସିବାକୁ ଯାଉଥିଲେ। ଏତିକି ବେଳେ ମୁଁ ଟେବୁଲ ଉପରେ ରଖି ଦେଇଥିବା ସେଇ କିମ୍ଭୂତ କିମାକାର କାଗଜ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା। ସେ କହିଲେ, ଏଥିରୁ କ'ଣ ବୁଝିଲେ ମିଷ୍ଟର ହୋମ୍ସ? ଶୁଣିଲି ଆପଣ ଏଇଭଳି ବିଚିତ୍ର ସମସ୍ୟାରେ ଖୁବ୍ ଆଗ୍ରହୀ, ଆଉ ୟାଠୁ ଅଧିକ ବିଚିତ୍ର ସମସ୍ୟା ଆପଣ ପାଇବେ ନାହିଁ। ମୁଁ ଆସିବା ଆଗରୁ ଏଇଟା ଆପଣ ଦେଖିବେ ବୋଲି ମୁଁ ଆଗରୁ ପଠାଇ ଦେଇଥିଲି। ହୋମ୍ସ ଉତ୍ତର ଦେଲେ, ଏଇଟା ନିଶ୍ଚୟ ଏକ ବିଚିତ୍ର ଲେଖା। ଦେଖିଲା ମାତ୍ରେ ଜଣାଯିବ ଏଇଟା ଗୋଟେ ପିଲାଳିଆ କାମ। ଏଥିରେ କେବଳ ଗୁଡ଼ାଏ ଅସଙ୍ଗତ ଚିତ୍ର ଅଛି, ମାନେ ମିଶୁନଥିବା ଚିତ୍ର ବା ଅଲଗା ଅଲଗା ପ୍ରକାରର ଚିତ୍ର, ଯେମିତି ମଣିଷ ନାଚୁଛି ବା ସେଇଭଳିଆ ଚିତ୍ର ରହିଛି। କାଗଜଟା ଉପରେ ସେଗୁଡ଼ା ନାଚ କଲା ଭଙ୍ଗୀରେ ଲେଖାଯାଇଛି। ଏଇଭଳି ଏକ କିମ୍ଭୂତ କିମାକାର ଜିନିଷ ଉପରେ ଆପଣ ଏତେ ଗୁରୁତ୍ୱ ଦେଉଛନ୍ତି କାହିଁକି?
ମୁଁ କେବେ ଗୁରୁତ୍ୱ ଦିଅନ୍ତି ନାହିଁ ମିଷ୍ଟର ହୋମ୍ସ, କିନ୍ତୁ ମୋ ସ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ଏକୁ ଦେଖି ତାଙ୍କ ମନରେ ମରଣ ଭୟ। ସେ କିଛି କହୁନାହାନ୍ତି, କିନ୍ତୁ ମୁଁ ଦେଖୁଛି ସେ ଖୁବ୍ ଡରି ଯାଇଛନ୍ତି। ସେଥିପାଇଁ ଘଟଣାଟା କ'ଣ ମୁଁ ଜାଣିବାକୁ ଚାହେଁ। ହୋମ୍ସ ସେ କାଗଜଟା ହାତରେ ଟେକି ଧରିଲେ। ସୂର୍ଯ୍ୟ ଆଲୁଅ ତା ଉପରେ ପୂରା ଭାବେ ପଡ଼ିଲା। କାଗଜ ଖଣ୍ଡି ଗୋଟେ ନୋଟ ବହିରୁ ଚିରା ଯାଇଥିଲା। ଲେଖା ଚିହ୍ନଗୁଡ଼ା ପେନସିଲରେ ହୋଇଥିଲା ଆଉ ନିମ୍ନ ପ୍ରକାର ଥିଲା। ନିମ୍ନ ପ୍ରକାର ମାନେ ଏଇଭଳିଆ ଲେଖା ଥିଲା। ଦେଖନ୍ତୁ ଏ ଯେଉଁ ସବୁ ଲେଖା ରହିଛି ଏଇଭଳିଆ ଚିତ୍ର ସବୁ କରାଯାଇଥିଲା। ତାପରେ ହୋମ୍ସ କିଛି ସମୟ ଯାଏଁ ତାକୁ ପରୀକ୍ଷା କରି ଦେଖିଲେ। ତାପରେ ଯତ୍ନରେ ଭାଙ୍ଗି ଭୁଙ୍ଗି ତାଙ୍କ ପକେଟ ବୁକ୍ ଭିତରେ ରଖିଲେ। କହିଲେ, ଏଇଟା ଗୋଟେ ଅସାଧାରଣ ଆଉ କୌତୂହଳପ୍ରଦ କେସ୍ ନିଶ୍ଚୟ। ଆପଣଙ୍କ ଚିଠିରେ ମୋ ପାଖକୁ କେତେଟା ବିବରଣୀ ଲେଖିଥିଲେ। ମୋ ବନ୍ଧୁ ଡାକ୍ତର ୱାଟସନ୍ ସେସବୁ ଜାଣିବା ପାଇଁ ଦୟାକରି ଆଉ ଥରେ ସେଗୁଡ଼ା କୁହନ୍ତୁ। ଆମେ ସେରଲକ୍ ହୋମ୍ସ ସେଇ ବ୍ୟକ୍ତିଙ୍କୁ ଯେ କି ହିଲ୍ଟନ୍ କ୍ୟୁବିଟ୍ ତାଙ୍କୁ ପଚାରୁଛନ୍ତି, ଆପଣ ଆଉ ଥରେ ସେଇ ବିଷୟ ବର୍ଣ୍ଣନା କରନ୍ତୁ, ଆମେ ଦୁଇ ଜଣ ଆଉ ଥରେ ଶୁଣିବୁ। ତାପରେ କ'ଣ ହେଲା? ଆଗନ୍ତୁକ ଟିକିଏ ଘାବରେଇ ଗଲା ପରି ହୋଇ କହିଲେ, ମୁଁ ବନେଇ ଚୁନେଇ କଥା କହି ଜାଣେ ନା। କେଉଁଠି କିଛି ବୁଝି ନହେଲେ ଆପଣ ମୋତେ ପଚାରିବେ। ମୁଁ ଗଲା ବର୍ଷ ମୋ ବିବାହ ଦିନଠୁ ଆରମ୍ଭ କରିବି। କିନ୍ତୁ ସର୍ବପ୍ରଥମେ ମୁଁ କହିବାକୁ ଚାହେଁ ଯେ ଯଦିଓ ମୁଁ ସେତେ ଧନୀ ଲୋକ ନୁହେଁ, ଆମ ବଂଶଧରମାନେ 500 ଶତାବ୍ଦୀ ହେଲା ରିଡଲଙ୍ଗଥର୍ପରେ ବସବାସ କରି ଆସୁଛନ୍ତି। ସାଗ୍ନରଫୋକ୍ରେ ଆମ ଘର ପରି ଏତେ ଜଣାଶୁଣା ଘର ଆଉ ନାହିଁ। ଗଲା ବର୍ଷ ମୁଁ ଜୁବଲି ଉତ୍ସବ ଦେଖିବାକୁ ଲଣ୍ଡନ ଆସିଥିଲି। ରସେଲ ସ୍କୋୟାରରେ ଗୋଟେ ହୋଟେଲରେ ରହିଲି, କାରଣ ଆମ ଇଲାକାର ଧର୍ମଯାଜକ ପାର୍କର ସେଠି ରହୁଥିଲେ। ସେଠି ଜଣେ ଆମେରିକାନ ତରୁଣୀ ରହୁଥିଲେ। ତାଙ୍କ ନାଁ ଏଲିସ୍ ପ୍ୟାଟ୍ରିକ୍। କେମିତି ଆମ ଭିତରେ ବନ୍ଧୁତା ହେଲା। ମାସ ଶେଷ ହେବା ଆଗରୁ ମୁଁ ତାଙ୍କ ପ୍ରତି ପ୍ରେମାସକ୍ତ ହୋଇଗଲି। ଗୋଟାଏ ରେଜିଷ୍ଟ୍ରି ଅଫିସରେ ନିରୋଳାରେ ଆମର ବିବାହ ହୋଇଗଲା ଆଉ ଆମେ ନର୍ଫୋକ୍ ଫେରିଲୁ। ମୋ ପରି ଜଣେ ଖାନଦାନ ଘରର ଲୋକ ଜଣେ ସ୍ତ୍ରୀ ଲୋକ ବିଷୟରେ କିଛି ନ ଜାଣି ତାକୁ ବିବାହ କରିବାଟା ପାଗଳାମି ବୋଲି ଆପଣ ମନେ କରୁଥିବେ ମିଷ୍ଟର ହୋମ୍ସ, କିନ୍ତୁ ଆପଣ ତାଙ୍କୁ ଦେଖିଲେ ଆଉ ଜାଣିଲେ ସବୁ ବୁଝିପାରିବେ। ସେ ଖୋଲାଖୋଲି ଭାବେ ସବୁ କଥା କହିଛନ୍ତି। ମୁଁ ଇଚ୍ଛା କଲେ ତାଙ୍କୁ ପରିତ୍ୟାଗ କରିପାରେ ବୋଲି ମଧ୍ୟ ସେ କହିଛନ୍ତି। ସେ କହିଲେ, ମୋ ଜୀବନରେ ମୁଁ କେତେକ ଖରାପ ଲୋକଙ୍କ ସଂସର୍ଗରେ ଆସିଛି। ମୁଁ ସେମାନଙ୍କ କଥା ସବୁ ଭୁଲିଯିବାକୁ ଚାହେଁ। ମୁଁ ସେ ପଛ କଥା ଗୁଡ଼ା ମନେ ପକାଇବାକୁ ଚାହେଁ ନା, କାରଣ ମୋତେ ବଡ଼ କଷ୍ଟ ହେବ। ତୁମେ ଯଦି ମୋତେ ଗ୍ରହଣ କର ହିଲ୍ଟନ୍, ତେବେ ତୁମେ ଜଣେ ନାରୀକୁ ପାଇବ, ଯାହାର ବ୍ୟକ୍ତିଗତ ଭାବେ ଲଜ୍ଜିତ ହେବାର କିଛି ନାହିଁ। କିନ୍ତୁ ତୁମକୁ ମୋ କଥାରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ତୁମକୁ ପାଇବା ପୂର୍ବରୁ ମୋ ଜୀବନରେ ଯାହା କିଛି ଘଟିଛି ସେ କଥା ମୋତେ ପଚାରିବ ନାହିଁ। ଯଦି ତୁମେ ଏ ସର୍ତ୍ତରେ ରାଜି ନ ହୁଅ, ତେବେ ନର୍ଫୋକ୍ ଫେରିଯାଅ ଆଉ ମୋତେ ଏଇପରି ନିରୋଳାରେ ରହିବାକୁ ଦିଅ। ଆମ ବିବାହର ପୂର୍ବଦିନ ସେ ମୋତେ ଏସବୁ କଥା କହିଲେ। ମୁଁ ତାଙ୍କ କଥାରେ ରାଜି ବୋଲି ତାଙ୍କୁ କହିଲି ଆଉ ମୋ ଜବାବ ମୁଁ ରକ୍ଷା କରିଛି। ତାମାନେ ବିବାହ କରିଛନ୍ତି। ଆମର ବିବାହ ବର୍ଷେ ହେଇଗଲାଣି ଆଉ ଆମେ ବେଶ୍ ଖୁସିରେ ଚଳି ଆସିଛୁ।
କିନ୍ତୁ ପ୍ରାୟ ମାସ ତଳେ ଜୁନ୍ ମାସ ଶେଷ ଆଡ଼କୁ ମୁଁ ପ୍ରଥମ ଅଶାନ୍ତିର ଲକ୍ଷଣ ଦେଖିଲି। ଦିନେ ଆମେରିକାରୁ ଖଣ୍ଡେ ଚିଠି ମୋ ସ୍ତ୍ରୀଙ୍କ ପାଖକୁ ଆସିଲା। ସେଥିରେ ଆମେରିକାର ଷ୍ଟାମ୍ପ ମୁଁ ଦେଖିଛି। ଚିଠିଟା ପଢ଼ି ସେ ଭୟରେ ସେତା ପଡ଼ିଗଲେ। ତାପରେ ସେଟା ଚିରି ନିଆଁକୁ ଫିଙ୍ଗିଦେଲେ। ପରେ ସେ ବିଷୟରେ ସେ କିଛି କହି ନାହାନ୍ତି ବା ମୁଁ କିଛି ପଚାରି ନାହିଁ। କାରଣ ଜବାବ ହିଁ ଜବାବ। ତାମାନେ ତାଙ୍କୁ ଯେଉଁ କଥା ଦେଇଥିଲେ କିଛି ପଚାରିବନି ବୋଲି, ସେଇଥିପାଇଁ ହିଲ୍ଟନ୍ ତାଙ୍କ ସ୍ତ୍ରୀଙ୍କୁ କିଛି ପଚାରି ନାହାନ୍ତି ସେ ବିଷୟରେ। କିନ୍ତୁ ସେହି ସମୟଠାରୁ ସେ କେତେବେଳେ ହେଲେ ଶାନ୍ତିରେ ଥିଲା ପରି ଜଣାଯାଇନାହିଁ। ତାମାନେ ତାଙ୍କ ସ୍ତ୍ରୀ ସେବେଠାରୁ କିଛି ଶାନ୍ତିରେ ଥିଲା ଭଳି ଜଣାଯାଉନାହାନ୍ତି। ସବୁବେଳେ ତାଙ୍କ ମୁହଁରେ ଆତଙ୍କର ଚିହ୍ନ। ତାଙ୍କ ଆଖିରୁ ଜଣାଯାଉଛି ଯେ ସେ ଯେମିତି କିଛି ଆଶଙ୍କା କରୁଛନ୍ତି ଆଉ ତାକୁ ଅପେକ୍ଷା କରିଛନ୍ତି। ସେ ମୋ ଉପରେ ଭରସା ରଖିଲେ ଭଲ ହୁଅନ୍ତା, କାରଣ ମୁଁ ତାଙ୍କର ସବୁଠୁ ବଡ଼ ବନ୍ଧୁ। କିନ୍ତୁ ସେ କିଛି ନ କହିବା ଯାଏ ମୁଁ କିଛି ପଚାରି ପାରୁନାହିଁ। କିନ୍ତୁ ମନେ ରଖନ୍ତୁ ମିଷ୍ଟର ହୋମ୍ସ, ସେ ଅତ୍ୟନ୍ତ ବିଶ୍ୱସ୍ତ। ତାମାନେ ତାଙ୍କ ସ୍ତ୍ରୀ ହେଉଛନ୍ତି ଅତ୍ୟନ୍ତ ବିଶ୍ୱସ୍ତ ତାଙ୍କ ପାଇଁ। ତାଙ୍କ ଅତୀତ ଜୀବନରେ ଯଦି କିଛି ଗଣ୍ଡଗୋଳ ଥାଏ, ସେଟା ତାଙ୍କର ଦୋଷ ନୁହେଁ। ମୁଁ ଜଣେ ସାମାନ୍ୟ ନର୍ଫୋକବାସୀ, କିନ୍ତୁ ମୁଁ ମୋ ବଂଶର ମାନ ସମ୍ମାନକୁ ଯେତେ ରକ୍ଷା କରେ, ସାରା ଇଂଲଣ୍ଡରେ କେହି ସେପରି କରୁନଥିବ। ମୋ ସ୍ତ୍ରୀ ଏକଥା ଭଲ ଭାବେ ଜାଣନ୍ତି ଆଉ ଆମ ବିବାହ ଆଗରୁ ମଧ୍ୟ ସେ ଏକଥା ଜାଣିଥିଲେ। ସେ ଆମ ବଂଶର ମାନ ଉପରେ କୌଣସି କଳଙ୍କ ଲଗାଇବେ ନାହିଁ, ସେ ବିଷୟରେ ମୁଁ ନିଶ୍ଚିନ୍ତ। ତାପରେ କ'ଣ ହେଲା ଚାଲନ୍ତୁ ଦେଖିବା। ଏଥର ମୁଁ ମୋ କଥାର ଅଦ୍ଭୁତ ଅଂଶଟା କହୁଛି। ପ୍ରାୟ ସପ୍ତାହେ ତଳେ, ଗଲା ସପ୍ତାହ ମଙ୍ଗଳବାର ଦିନ, ମୁଁ ଝରକା ଚୌକାଠ ଉପରେ ଏହିପରି ନାଚୁଥିବା କେତେଗୁଡ଼ିଏ କିମ୍ଭୂତ କିମାକାର ଚିତ୍ର ଦେଖିଲି। ସେଗୁଡ଼ା ଚକରେ ଅଙ୍କା ଯାଇଥିଲା। ମୁଁ ଭାବିଲି ଘୋଡ଼ା ରଖୁଆଳ ପିଲାଟା ଏମିତି କରିଥିବ। କିନ୍ତୁ ସେ ନିୟମ କରି କହିଲା ସେ ଏ ବିଷୟରେ କିଛି ଜାଣେ ନାହିଁ। ଯାହା ହେଉ, ସେଗୁଡ଼ା ରାତିରେ ଲେଖାଯାଇଥିଲା ଆଉ ମୁଁ ତାକୁ ଧୁଆଇ ଦେଲି। ମାନେ ସେ ଧୋଇଦେଲେ ବା ସଫା କରାଇଦେଲେ। ପରେ ମୁଁ କେବଳ ମୋ ସ୍ତ୍ରୀଙ୍କ ଆଗରେ ଏକଥା କହିଲି। ସେ ୟା ଉପରେ ଖୁବ୍ ଗୁରୁତ୍ୱ ଦେବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଆଉ କେବେ ଏମିତି ଲେଖା ଦେଖିଲେ ତାଙ୍କୁ ଜଣାଇବା ପାଇଁ ସେ ମୋତେ ଅନୁରୋଧ କଲେ। ସପ୍ତାହେ ଯାଏଁ ଆଉ କିଛି ଘଟିଲା ନାହିଁ। ତାପରେ କାଲି ସକାଳେ ଏ କାଗଜ ଖଣ୍ଡ ବଗିଚାର ସନ୍ଡାଏଲ ବା ସୂର୍ଯ୍ୟ ଘଡ଼ି ଉପରେ ଥୁଆ ହୋଇଥିବା ଦେଖିଲି। ମୁଁ ସେ ଖଣ୍ଡ ଏଲ୍ସିଙ୍କୁ ଦେଖାଇଲି। ଦେଖୁ ଦେଖୁ ସେ ଅଚେତ ହୋଇ ପଡ଼ିଗଲେ। ସେତେବେଳକୁ ତାଙ୍କ ଦେହରେ ଯେମିତି ଜୀବନ ନାହିଁ। ଆଖିରେ ସବୁବେଳେ ଆତଙ୍କର ଛାଇ। ତାପରେ ମୁଁ ଆପଣଙ୍କ ପାଖକୁ ଏ କାଗଜ ଆଉ ଚିଠି ପଠାଇଲି ମିଷ୍ଟର ହୋମ୍ସ। ଘଟଣାଟା ମୁଁ ପୁଲିସକୁ ଜଣାଇ ପାରିଲି ନାହିଁ, କାରଣ ସେମାନେ ମୋ କଥାକୁ ହସରେ ଉଡ଼ାଇ ଦେଇପାରନ୍ତି। ଆପଣ କିନ୍ତୁ ମୁଁ କ'ଣ କରିବି ମୋତେ କହିବେ। ମୁଁ ଧନୀ ଲୋକ ନୁହେଁ, କିନ୍ତୁ ଯଦି ମୋ ସ୍ତ୍ରୀ ପ୍ରତି କିଛି ବିପଦର ଆଶଙ୍କା ଅଛି, ତେବେ ତାଙ୍କୁ ରକ୍ଷା କରିବା ପାଇଁ ମୁଁ ମୋର ଶେଷ ପଇସାଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି। ଇଂଲଣ୍ଡର ପୁରୁଣା ବଂଶର ଏଇ ଭଦ୍ରଲୋକ ଖୁବ୍ ସରଳ, ଭଦ୍ର ଆଉ ନମ୍ର। ତାଙ୍କ ସ୍ତ୍ରୀଙ୍କ ପ୍ରତି ଗଭୀର ପ୍ରେମ ଆଉ ଅଗାଧ ବିଶ୍ୱାସ ତାଙ୍କ ଭାବଭଙ୍ଗୀରୁ ପରିଷ୍କାର ଜଣାଯାଉଥିଲା। ହୋମ୍ସ ଗଭୀର ଧ୍ୟାନ ଦେଇ ତାଙ୍କ କଥା ଶୁଣିଥିଲେ। ଏବେ ସେ କିଛି ସମୟ ଚୁପଚାପ ବସି ଚିନ୍ତା କଲେ। ଶେଷରେ ସେ କହିଲେ, ମିଷ୍ଟର କ୍ୟୁବିଟ୍,
ଆପଣ କ'ଣ ଭାବୁନାହାନ୍ତି ଆପଣଙ୍କ ସ୍ତ୍ରୀଙ୍କୁ ସିଧାସଳଖ ଏକଥା ପଚାରିଲେ ଭଲ ହୁଅନ୍ତା? ପ୍ରତିଜ୍ଞା ହେଲା ପ୍ରତିଜ୍ଞା, ମିଷ୍ଟର ହୋମ୍ସ। ଏଲ୍ସି ସ୍ୱଇଚ୍ଛାରେ ଯଦି ମୋତେ କହିବେ, ତା ନହେଲେ ମୁଁ ତାଙ୍କୁ ବାଧ୍ୟ କରିପାରିବି ନାହିଁ। କିନ୍ତୁ ମୁଁ ମୋ ନିଜ ଉପାୟ କରିବାରେ କିଛି ବାଧା ନାହିଁ, ଆଉ ମୁଁ ତାହା କରିବି। ତାହେଲେ ମୁଁ ମୋ ମନ ପ୍ରାଣ ଦେଇ ଆପଣଙ୍କୁ ସାହାଯ୍ୟ କରିବି। ପ୍ରଥମ କଥା ହେଲା, ଆପଣଙ୍କ ସେ ଅଞ୍ଚଳକୁ କେହି ଅଜଣା ଲୋକ ଆସିବାର ଆପଣ ଶୁଣିଛନ୍ତି କି ନା? ମୋର ଧାରଣା ଜାଗାଟା ସେତେ ଜନଗହଳି ନୁହେଁ। କେହି ନୂଆ ଲୋକ ଆସିଲେ ଜଣାପଡ଼ିଯିବ। ସେଇ ପାଖ ଆଖକୁ କେହି ଆସିଲେ ନିଶ୍ଚୟ ଜଣାଯିବ। କିନ୍ତୁ ଖଣ୍ଡେ ଦୂରରେ ଚାଷୀମାନେ ରୁହନ୍ତି। ବେଳେବେଳେ ବିଦେଶୀ ଲୋକ ଆସି ସେଠି ଘର ଭଡ଼ା ନେଇ ରହନ୍ତି। ଏ ସାଙ୍କେତିକ ଚିତ୍ରଲେଖାର ନିଶ୍ଚୟ କିଛି ଅର୍ଥ ଅଛି। ଯଦି ଏହା ପୂରାପୂରି ଅର୍ଥହୀନ ହୋଇଥାଏ, ତେବେ ଆମେ ଏହାର ସମାଧାନ କରିବା ଅସମ୍ଭବ। ଅପରପକ୍ଷରେ ଯଦି ଏହାର କିଛି ଅର୍ଥ ଥାଏ, ତେବେ ଆମେ ଏହାର ମୂଳ ନିଶ୍ଚୟ ଜାଣିପାରିବା। କିନ୍ତୁ ଏଇ ନମୁନାଟା ଏତେ ଛୋଟ ଯେ ମୁଁ କିଛି କରିପାରିବି ନାହିଁ। ଆଉ ଆପଣ ଯାହା ସବୁ କହିଗଲେ ତାହା ଏତେ ଅନିର୍ଦ୍ଦିଷ୍ଟ ଯେ ଅନୁସନ୍ଧାନ କରିବା ପାଇଁ କିଛି ଗୋଟେ ମୂଳ ଭିତ୍ତି କରି ହେଉନାହିଁ। ତେଣୁ ମୋର ପ୍ରସ୍ତାବ, ଆପଣ ନର୍ଫୋକ୍ ଫେରିଯାଆନ୍ତୁ। ଚାରିଆଡ଼େ ନଜର ରଖିବେ। ଯଦି ଆଉ ଏପରି ନାଚିବା ଲୋକ ଚିତ୍ରଲେଖା ଦେଖିବେ, ତାର ଅବିକଳ ନକଲ କରି ରଖିବେ। ଅତି ପରିତାପର କଥା ଯେ ଝରକାରେ ଯେଉଁ ଚିତ୍ରଲେଖା ଥିଲା ତାର ନକଲ ଆମ ପାଖରେ ନାହିଁ। ତାମାନେ ପ୍ରଥମ ଥର ଯେଉଁ ଲେଖାଟା ସେ ଲୋକ ଲେଖିଥିଲା, ଇଏ ଯଦି ନକଲ କରିଦେଇଥାନ୍ତେ ତାହେଲେ ଭଲ ହେଇଥାନ୍ତା। କିନ୍ତୁ ସେ ଧୁଆଇ ଦେଲେ, ବା ସେ ଭାବିଲେ ଘୋଡ଼ା ରଖୁଆଳ ପିଲା କରିଥିବ, ସେ ତେଣୁକରି ଧୋଇଦେଲେ ବା ତାକୁ ଲିଭେଇ ଦେଲେ। କେବଳ ଏଇ କାଗଜଟା ଯେଉଁ ସେକେଣ୍ଡ ଥର ଆସିଲା ରଖିଛନ୍ତି। ତେଣୁ କରିକି ସେରଲକ୍ ହୋମ୍ସ କହୁଛନ୍ତି, ଯଦି ଆମ ପାଖରେ ସେଟା ପ୍ରଥମଟା ବି ଥାନ୍ତା, ଆମକୁ ସୁବିଧା ହେଇଥାନ୍ତା ଦିଟା ଯାକ ଦେଖିବାକୁ। ହଉ, ଦେଖିବା ତାପରେ କ'ଣ ହେଲା। ଆଉ କିଛି ପ୍ରମାଣ ପାଇଲା ପରେ ପୁଣି ମୋ ପାଖକୁ ଆସିବେ। ଏତିକି ମାତ୍ର ଉପଦେଶ ମୁଁ ଆପଣଙ୍କୁ ଦେଇପାରେ। ଯଦି ଆଉ କିଛି ନୂଆ ଘଟଣା ଘଟେ, ଆଉ ନିହାତି ଦରକାର ପଡ଼େ, ମୁଁ ଆପଣଙ୍କ ପାଖକୁ ନର୍ଫୋକ୍ ଯିବା ପାଇଁ ସବୁବେଳେ ପ୍ରସ୍ତୁତ। ତାପରେ ଏଇ ଦେଖା ସାକ୍ଷାତ ପରେ ସେରଲକ୍ ହୋମ୍ସ ଖୁବ୍ ଚିନ୍ତିତ ହୋଇପଡ଼ିଲେ। ତାପରେ କେତେ ଦିନରେ ସେ ତାଙ୍କ ନୋଟବୁକ୍ରୁ କାଗଜ ଖଣ୍ଡ ବାହାର କରି ସେଇ ଅଦ୍ଭୁତ ଛବିଗୁଡ଼ାକୁ ମନ ଦେଇ ଦେଖୁଥିବାର କେତେଥର ମୁଁ ଲକ୍ଷ୍ୟ କରିଛି। ପ୍ରାୟ 15 ଦିନ ଯାଏଁ ସେ ଏ ବିଷୟରେ କିଛି ଆଲୋଚନା କଲେ ନାହିଁ। ସେଦିନ ଉପରବେଳା ମୁଁ ବାହାରକୁ ବୁଲିଯିବାକୁ ବାହାରିଛି। ସେ ମୋତେ ଡାକିଲେ। କହିଲେ, ତୁମେ ଏଠି ରହିଲେ ବରଂ ଭଲ ହେବ ୱାଟସନ୍। କାହିଁକି? କାରଣ ମୁଁ ହିଲ୍ଟନ୍ କିବିନ୍ଙ୍କ ପାଖରୁ ଗୋଟେ ଟେଲିଗ୍ରାମ ପାଇଛି। ତାମାନେ ନୂଆ ଗୋଟେ ଟେଲିଗ୍ରାମ ବା କିଛି ଖବର ଆସିଛି। ସେଇ ନାଚିଲା ମଣିଷ ବେଶର ହିଲ୍ଟନ୍ କିବିଟ୍ ତୁମର ମନେ ଥିବ ନିଶ୍ଚୟ। ସେ ଗୋଟାଏ 20 ମିନିଟ୍ରେ ଲିଭରପୁଲ୍ ଷ୍ଟ୍ରିଟ୍ରେ ପହଞ୍ଚିବା କଥା। ତାମାନେ ସେ ବ୍ୟକ୍ତି ଆଜି ବି ଆସିବେ ଦେଖା କରିବାକୁ। ଏଠି ଯେକୌଣସି ମୁହୂର୍ତ୍ତରେ ପହଞ୍ଚି ପାରନ୍ତି। ତାଙ୍କ ଟେଲିଗ୍ରାମରୁ ଜାଣିଲି ଆଉ କେତେକ ନୂଆ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଆମକୁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିଲା ନାହିଁ। ଆମ ନର୍ଫୋକ୍ ମହକିଲ, ମାନେ ସେଇ ଲୋକ ହିଲ୍ଟନ୍ କିବିଟ୍, ସିଧାସଳଖ ରେଳ ଷ୍ଟେସନରୁ ଆସି ପହଞ୍ଚିଲେ। ସେ ବ୍ୟସ୍ତ ଆଉ ନିସ୍ତେଜ ଦିଶୁଥାନ୍ତି। କପାଳରେ କୁଞ୍ଚକୁଞ୍ଚିଆ ରେଖା ଆଉ ଆଖି ଦିଟା କ୍ଳାନ୍ତ। ଜଣେ ଅତି ଦୁର୍ବଳ ଲୋକ ପରି ଚୌକି ଉପରେ ବସିପଡ଼ି ସେ କହିଲେ, ଏ ଧନ୍ଦାରେ ମୁଁ ଘାବରେଇ ଯାଉଛି ମିଷ୍ଟର ହୋମ୍ସ। ତୁମ ଚାରିପାଖେ ଅଜଣା ଶତ୍ରୁ ଘେରି ରହିଛନ୍ତି ବୋଲି ଜାଣିଲେ ତୁମର ଅବସ୍ଥା ଯାହା ହେବ, ତା ସାଙ୍ଗକୁ ତୁମେ ଯଦି ଦେଖ ଯେ ତୁମର ସ୍ତ୍ରୀ ତା ଦ୍ୱାରା ତିଳ ତିଳ ହୋଇ ମରିବା ଉପରେ, ରକ୍ତ ମାଂସର ଦେହ ଧରି ତୁମେ କେବେ ସମ୍ଭାଳି ପାରିବ ନାହିଁ।
ଏକଥା କହିଲେ ହିଲ୍ଟନ୍ କ୍ୟୁବିଟ୍। ତାପରେ ଆପଣଙ୍କ ସ୍ତ୍ରୀ ଏଯାଏଁ କିଛି କହିନାହାନ୍ତି? ନା ମିଷ୍ଟର ହୋମ୍ସ, ସେ କିଛି କହିନାହାନ୍ତି। ତଥାପି ଥରେ ଅଧେ ମୋତେ ଜଣାଯାଇଛି ଯେ ସେ ଯେମିତି କିଛି କହିବାକୁ ଇଚ୍ଛା କରୁଛନ୍ତି, କିନ୍ତୁ କହିବାକୁ ସାହସ କରିପାରୁନାହାନ୍ତି। ମୁଁ କଥାଟା ତାଙ୍କଠାରୁ ବାହାର କରିବାକୁ ଚେଷ୍ଟା କରିଛି, କିନ୍ତୁ ମୋର ପଦ୍ଧତିଟା ବୋଧହୁଏ ଠିକ୍ ହେଲା ନାହିଁ। ଫଳରେ ସେ ଆଉ କଥାଟା କହିଲେ ନାହିଁ। କିନ୍ତୁ ଆପଣ ନିଜେ ଆଉ କିଛି ଜାଣିପାରିନାହାନ୍ତି? ଅନେକ କଥା ଜାଣିପାରିଛି ମିଷ୍ଟର ହୋମ୍ସ। ଆଉ କେତେଗୁଡ଼ାଏ ନାଚିବା ମଣିଷର ଛବି ମୁଁ ପାଇଛି। ସେଗୁଡ଼ା ପରୀକ୍ଷା କରିବା ପାଇଁ ଆପଣଙ୍କ ପାଖକୁ ଆଣିଛି। ଆଉ ସବୁଠୁ ବଡ଼ କଥା ହେଲା, ମୁଁ ଲୋକଟାକୁ ଦେଖିଛି। କ'ଣ କହିଲେ? ଯେଉଁ ଲୋକ ଏଗୁଡ଼ା ଲେଖୁଛି ସେଇଆକୁ? ହଁ, ସେ ଲେଖିବା ବେଳେ ମୁଁ ଦେଖିଛି। କିନ୍ତୁ ମୁଁ କଥାଟା କ୍ରମ ଅନୁସାରେ କହୁଛି। ଆପଣଙ୍କ ପାଖରୁ ମୁଁ ଫେରିଲି। ତା ପରଦିନ ସକାଳେ ପ୍ରଥମେ ଦେଖିଲି ପୁଣି ଗୁଡ଼ାଏ ନାଚିବା ଲୋକର ଛବି। ହତିଆର ପତ୍ର ଯେଉଁ ଘରେ ରହେ ସେ ଘରଟା ପଡ଼ିଆ ପାଖରେ। ତାର କବାଟଗୁଡ଼ା କାଠର ଏବଂ କଳା ରଙ୍ଗର। ତା ଉପରେ ଚକରେ ଲେଖା ହୋଇଥିଲା। ମୁଁ ତାର ଗୋଟେ ଅବିକଳ ନକଲ କରି ଆଣିଛି। ଏଇ ଦେଖନ୍ତୁ। ତାମାନେ ଏଇଗୁଡ଼ା ପ୍ରଥମେ ଏଇଗୁଡ଼ା ସେ ଦେଖେଇଲେ। ଦେଖନ୍ତୁ, ଏଇଭଳିଆ ଲେଖା ଥିଲା। ଉପରେ ଯେଉଁ ଲେଖାଗୁଡ଼ା ଅଛି ସେଇଭଳିଆ ଥିଲା, ନାଚିବା ଭଙ୍ଗୀରେ ଚିତ୍ରଲେଖା। ଏଇ ଦେଖନ୍ତୁ, ସେ ଚଉତା ହୋଇଥିବା ଖଣ୍ଡେ କାଗଜ ଖୋଲି ଟେବୁଲ ଉପରେ ରଖିଲେ। ସେ ଛବି ଲିପିର ନକଲ ହେଲା ଏଇ ମାନେ ଏଇଗୁଡ଼ା ହେଲା ସେ ନକଲ। ତାପରେ କ'ଣ ହେଲା? ଚମତ୍କାର, ଚମତ୍କାର, ହୋମ୍ସ କହିଲେ। ତାପରେ କ'ଣ ହେଲା କୁହନ୍ତୁ? ମୁଁ ନକଲ କରିସାରିବା ପରେ ସେଗୁଡ଼ା ଲିଭାଇ ଦେଲି। କିନ୍ତୁ 2 ଦିନ ପରେ ସକାଳେ ପୁଣି ଗୋଟେ ଲେଖା ଦେଖାଗଲା। ତାର ଗୋଟେ ନକଲ ମଧ୍ୟ ଆଣିଛି। ଏଇ ଦେଖନ୍ତୁ, ସେକେଣ୍ଡ ଲେଖା, ସେକେଣ୍ଡ ଦିନର ବା ଦ୍ୱିତୀୟ ଦିନର ଏଇ ଲେଖାଗୁଡ଼ା ତଳେ ଯେଉଁ ଲେଖା ଅଛି ଏଇଭଳିଆ। ତାପରେ ସାମାନ୍ୟ ହସି ହାତ ଦୁଇଟା ମଳୁ ମଳୁ ହୋମ୍ସ କହିଲେ, ଆମର ଯାହା ଦରକାର ସେସବୁ ଖୁବ୍ ଶୀଘ୍ର ଏକାଠି ହୋଇ ଆସୁଛି। ତାପରେ 3 ଦିନ ତାପରେ ମାନେ ପଚାରିଲେ ତାପରେ କ'ଣ ହେଲା? ତାପରେ କ୍ୟୁବିଟ୍ କହୁଛନ୍ତି କ'ଣ? 3 ଦିନ ପରେ ପୁଣି ଗୋଟେ ଲେଖା କାଗଜରେ ଲେଖା ହୋଇ ସନ୍ଡାଏଲ ବା ସୂର୍ଯ୍ୟଘଡ଼ି ଉପରେ ଥୁଆ ହୋଇଥିଲା। ତା ଉପରେ ଗୋଟେ ଗୋଡ଼ି ରଖା ହୋଇଥିଲା। ଏଇଟି ସେଇଟା। ଏହାର ଛବିଗୁଡ଼ାକ ଠିକ୍ ପୂର୍ବଟାର ଛବି ପରି। ପୂର୍ବଟାର ଛବି ପରି ମାନେ ଏଇଭଳିଆ ବୋଧେ। ପୂର୍ବଟାର ଛବି ପରି ମାନେ ଏଇ ସେକେଣ୍ଡଟାର ଛବି ପରି। ତାପରେ ମୁଁ ଜଗି ରହିବାକୁ ସଂକଳ୍ପ କଲି। ତେଣୁ ମୁଁ ମୋ ରିଭଲଭରଟା ମାନେ ବନ୍ଧୁକଟା ବାହାର କରି ପଢ଼ା ଘରେ ବସି ରହିଲି। ସେଇଠୁ ପଡ଼ିଆ ଆଉ ବଗିଚା ପରିଷ୍କାର ଦେଖାଯିବ। ରାତି ପ୍ରାୟ 2ଟା ହୋଇଗଲା। ମୁଁ ଝରକା ପାଖରେ ବସିଥାଏ। ହଠାତ୍ ମୋ ପଛପାଖେ ପାଦ ଶବ୍ଦ ଶୁଭିଲା। ଦେଖିଲି ମୋ ସ୍ତ୍ରୀ। ତାଙ୍କ ଦେହରେ ରାତିର ପୋଷାକ। ସେ ମୋତେ ଶୋଇବା ପାଇଁ କାକୁତି ମିନତି କରି କହିଲେ। ମୁଁ ସିଧା ସିଧା ତାଙ୍କୁ ଉତ୍ତର ଦେଲି, କେଉଁ ଲୋକ ଏ ଅଜବ ରହସ୍ୟ କରୁଛି ମୁଁ ଦେଖିବାକୁ ଚାହେଁ। ସେ କହିଲେ, ଏଗୁଡ଼ା ଗୁଡ଼ାଏ ମୂଲ୍ୟହୀନ ରହସ୍ୟ। ମୋର ସେଗୁଡ଼ାକୁ ଧ୍ୟାନ ଦେବା ଦରକାର ନାହିଁ। ତାପରେ କହିଲେ, ଯଦି ତୁମେ ଏଥିରେ ବ୍ୟସ୍ତ ହେଉଛ ହିଲ୍ଟନ୍, ତେବେ ଚାଲ ଆମେ କିଛି ଦିନ ବାହାରେ ବୁଲି ଆସିବା। ଏ ଗଣ୍ଡଗୋଳଠୁ ଦୂରେଇ ଯିବା। ତାଙ୍କ ସ୍ତ୍ରୀ କଥା କହୁଛନ୍ତି ହିଲ୍ଟନକୁ। ତାପରେ କ'ଣ ହେଲା? ମୁଁ ଉତ୍ତର ଦେଲି, କ'ଣ ହେଲା? ଏଥିପାଇଁ ଆମେ ଆମ ଘର ଛାଡ଼ି ଚାଲିଯିବା? ଦୁନିଆ ସାରା ସମସ୍ତେ ହସିବେ। ହଉ, ଚାଲ ଶୋଇବ। କାଲି ସକାଳେ ଆମେ ଏ ବିଷୟରେ ଆଲୋଚନା କରିବା। ଏଇ କଥା କହୁ କହୁ ହଠାତ୍ ତାଙ୍କ ମୁହଁ ଶେତା ପଡ଼ିଯିବାର ମୁଁ ଦେଖିଲି। ସେ ମୋ ହାତକୁ ଖୁବ୍ ଜୋରରେ ଜାବୁଡ଼ି ଧରିଲେ। ଦେଖିଲି ହତିଆର ଘର ଛାଇରେ କିଛି ଗୋଟାଏ ବୁଲୁଛି।
गोटे कला मूर्ति लई लई घर कबाट कणा बाटे बुली दरजा पाखक गला। पिस्तलटा धरी मु पदाकू धाई जावाकू बसीथिली, किंतु मो स्त्री मते जोर रे कुंढाई धरिले। मु तांको हाथरू खसी जावाकू चेष्टा कली, किंतु से मते आहुरी जोर रे कुंढाई धरिले। शेषरे मु तांको हाथ छड़ाई दरजा खोली बाहर को धाई गली, किंतु मु पहुंचला बेलको मूर्तिटा सेठू चली जाइथिला, किंतु तार आसीबार संकेत से छाड़ी जाइथिला। आगरू दी थर देखा जाइथिबा सेई नाचिला मनीषर छवि कबाट उपरे लेखा थिला, ता छड़ा अन्य कोनोसी चिन्ह नथिला। मु चारिआडे बुली खोजिली, किंतु तार पत्ता पाइली नहीं। आश्चर्य कथा हैला, लोकटा सेठी केउंटी लुचि रहिथिला, कारण सकाळे जेतेबेले मु दरजाटा देखिबाकू गली देखिली रातिरे लेखा थिबा धाड़ी तले आउ केतेटा छवि लेखा जाइछि। एई सेई नुआ लेखा आपणक पाखरे अछि। हाँ, लेखाटा खूब छोट। मु तार गोटे नकल आनिछि। एइठी माने एई लेखाटी होछि से जो लेखा देखो, छोट लेखा गोटे। से पुणी खंडे कागज बाहर करी देले। एई नुआ नाचिला वाला एई फॉर्म रे थिला बा एई भलिया लेखा, एटा हला नुआ लेखाटी। तापरे होम्स को आखिरु जानी पारिली से खूब उत्तेजित होई पड़िछंती। से पचारिले, अच्छा कुहंतु तो एइटा आग लेखा साथी रे जोड़ा होइथिला ना पूरा पूरी अलगा गोटे लेखा? एइटा कबाटर अन्य गोटे फाड़ रे लेखा होइथिला। चमत्कार। आम काम पाई एइटा हला खूब गुरुत्वपूर्ण। मोर एबे यथेष्ट आशा हेउछि, एथर मिस्टर क्यूबिट आपणको कथा कहि जानतु। आउ विशेष किछि कहिबार नाही मिस्टर होम्स, केवल एतिकी जे से बदमाशटा को मु धरि थांती। मो स्त्री सेथिरे बाधा देबारु मु तांको उपरे विरक्त हेली। से कहिले जे मोर काले किछि क्षति हबो बोली से भय कले। किछि समय पाई मो धारणा हला जे से लोकटा किए आउ एई विचित्र संकेतर अर्थ कौन मो स्त्री जानती। से लोकटार काले किछि अनिष्ट हेबो बोली से भय करुथिले, किंतु मो स्त्रींकर स्वर आउ चाहाणीरू जणागला तांको कथारे संदेह करा जाई पारेना। मोर दृढ़ धारणा हैला से प्रकृत रे मोर निरापत्ता कथा चिंता करुथिले। तामाने हिल्टन बिटक स्त्री तांको कथा चिंता करुथिले बोली से कहउचंती। एबे मु कोन करिवि सेथिपाई आपणको उपदेश मोर लोड़ा। मु भाबुछि मो क्षेत्र जो लोक माने काम करुछंती तांको भितर केते जनकू जगाइबी। एई लोकटाकू देखिले एमिति पाने देबे जे से सबुदिन पाई एठू विदा होई जिवो, आमे टिके शांति रे रहिबु। मोर किंतु संदेह ए केस रो चेर बहुत गहिर रे। आपण जो प्रतिकार कथा कहउचंती से किछि नुहे। आपण लंडन रे केते दिन रही परिबे? आपण लंडन रे केते दिन रही परिबे? मते आजी फेरिबाक पड़िबो। राति रे मो स्त्री को एकुटिया छाड़ी मु रही परिबी नाही। से खूब विचलित होई जाइछंती आउ मते फेरिबा पई काने काने कहिछंती। आपण ठीक कहिछंती, किंतु आपण जदि एठी दिने दी दिन रही पारंते पारिथान्ते तेबे मु बोध हुए आपणको साथी रे जाइथान्ती। हौ, आपण ए कागज गुडा मो पाखरे छाड़ी जानतु। मोर आशा अल्प दिन भितर मु आपणको पाखकू जाई ए केस उपरे किछि ना किछि आलोकपात करि पारिबि। आगंतुक जिबा जाए होम्स दृढ़ आउ धीर स्थिर देखा जाउथान्ती। मु किंतु तांको भल भावे जाने, तेणु सहजरे जानी पारिली जे से खूब उद्विग्न होई पड़िछंती। हिल्टन क्यूबिट चली जिबा मात्रे से टेबुल पाखकू दौड़ी जाए नाचिना लोक थिबा सबुजाक कागज टेबुल उपरे बिछेई देई एक एई जटिल कामरे लागि गले। हो, आजि पई एतिकी थाउ। आमे पर अध्याय बा द्वितीय अध्याय रे
କ'ଣ ହେଲା ଦେଖିବା, କେମିତି ରହସ୍ୟର ଉନ୍ମୋଚନ ହେବ, କ'ଣ ହେବ ଆମେ ଦେଖିବା, ନହେଲେ ବଡ଼ ହେଇଯିବ, ଲମ୍ବା ହେଇଯିବ ଭିଡ଼ିଓଟି। ତେଣୁ କରିକି ଏତିକି ଥାଉ। ଧନ୍ୟବାଦ।